ଶ୍ରୀକୃଷ୍ଣଙ୍କ ନାଁ ଆସିଲେ ଅନେକ କିଛି କଥା ମନେ ପଡ଼ିଯାଏ, ଯେମିତିକି ଗୋବର୍ଦ୍ଧନ ପର୍ବତ କଥା। ଆପଣମାନେ ଜାଣିଛନ୍ତି, ବୃନ୍ଦାବନବାସୀଙ୍କୁ ଇନ୍ଦ୍ରଦେବଙ୍କ କୋପ ତଥା ଭୀଷଣ ଝଡ଼ ତୋଫାନରୁ ସୁରକ୍ଷା ଦେବାକୁ ଯାଇ ଶ୍ରୀକୃଷ୍ଣ 7 ଦିନ ପର୍ଯ୍ୟନ୍ତ ନିଜ କାଣି ଆଙ୍ଗୁଠିରେ ଏହି ପର୍ବତକୁ ଟେକି ରଖିଥିଲେ। କଳିଯୁଗରେ ଏହି ପର୍ବତକୁ ଦେଖିବା ପାଇଁ ବହୁ ଦୂରରୁ ଅନେକ ଲୋକ ଆସିଥାନ୍ତି, ହେଲେ ଏହାକୁ ନେଇ ଏକ ରହସ୍ୟ ରହିଛି। ଶ୍ରୀକୃଷ୍ଣଙ୍କ ଏହି ଗିରି ଗୋବର୍ଦ୍ଧନ ପର୍ବତ ଦିନକୁ ଦିନ ଏବେ କମିବାକୁ ଲାଗୁଛି। ଏତେ ବଡ଼ ପାହାଡ଼ ଆପେ ଆପେ ନିଜ ଉଚ୍ଚତା କମାଉଛି, ହେଲେ କାହିଁକି ଓ କେମିତି? ଏ ରହସ୍ୟ ପଛରେ କାରଣ କ'ଣ? ଜାଣନ୍ତୁ ଆଜି ଆମର ଏହି ଭିଡ଼ିଓରୁ। ମଥୁରାରୁ 21 କିଲୋମିଟର ଦୂରରେ ରହିଛି ଗିରି ଗୋବର୍ଦ୍ଧନ ପର୍ବତ। ଏହାକୁ ନେଇ ଅନେକ ଧାର୍ମିକ ମାନ୍ୟତା ଅଛି। ତେବେ ବହୁ ବର୍ଷ ଆଗରୁ ଏହାର ଉଚ୍ଚତା 30,000 ମିଟର ରହିଥିଲା, ଯାହାକି ଏବେ କମି କମି ମାତ୍ର 30 ମିଟର ହିଁ ରହିଛି। ଏମିତି ହେବା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି। ଗୋବର୍ଦ୍ଧନ ପର୍ବତକୁ ପ୍ରକୃତରେ ଅଭିଶାପ ମିଳିଥିଲା। ଯେମିତି କଳିଯୁଗ ଧୀରେ ଧୀରେ ସରିବାକୁ ଆସୁଥିବ, ଏହି ପର୍ବତ ମଧ୍ୟ ନିଜର ଉଚ୍ଚତା ଧୀରେ ଧୀରେ ହରାଇ ବସିବ। ତେବେ ମାନ୍ୟତା ଅନୁସାରେ ଏହାକୁ ପୂଜା କରିବା ଦ୍ୱାରା ଶ୍ରୀକୃଷ୍ଣ ମଧ୍ୟ ଖୁସି ହୋଇଯାଆନ୍ତି ଆଉ ଆଶୀର୍ବାଦ ଦିଅନ୍ତି, ସବୁ ଇଚ୍ଛା ପୂରଣ କରନ୍ତି। ଏଥିପାଇଁ ଅନେକ ଲୋକ ଏହାର ପରିକ୍ରମା କରି ନିଜ ମାନସିକ ମଧ୍ୟ ପୂରଣ କରିଥାନ୍ତି। ତେବେ ଧର୍ମ ଗ୍ରନ୍ଥ ଅନୁସାରେ ଜଣେ ଋଷିଙ୍କ କ୍ରୋଧର ଶିକାର ହୋଇ ପର୍ବତକୁ ଅଭିଶାପ ମିଳିଥିଲା। ପୁଲସ୍ତ ନାମକ ଜଣେ ଋଷି ମଥୁରା ବାଟ ଦେଇ ଗଲାବେଳେ ଏହି ଗୋବର୍ଦ୍ଧନ ପର୍ବତକୁ ଦେଖିଥିଲେ। ଏତେ ସୁନ୍ଦର ପର୍ବତକୁ ଦେଖି ସେ ନିଜକୁ ନିୟନ୍ତ୍ରଣରେ ରଖିପାରିଲେ ନାହିଁ। ଏହାକୁ ନିଜ ସାଙ୍ଗରେ ନେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଗୋବର୍ଦ୍ଧନ ପର୍ବତ ସାଧାରଣ ପର୍ବତ ନଥିଲା। ଏହାକୁ ନେବା ପାଇଁ ସେ ଅନେକ ଚେଷ୍ଟା ପରେ ତାଙ୍କୁ ଗୋବର୍ଦ୍ଧନ ପର୍ବତ ଏକ ସର୍ତ୍ତ ରଖିଲେ। ତାଙ୍କୁ କହିଲେ ଯେ, ଆପଣ ମୋତେ ସର୍ବପ୍ରଥମେ ଯେଉଁଠି ରଖିବେ ମୁଁ ସେଇଠି ହିଁ ରହିଯିବି, ଆଉ ମୋତେ ଘୁଞ୍ଚାଇ ପାରିବେ ନାହିଁ। ଏହାକୁ ଶୁଣି ପୁଲସ୍ତ ଋଷି ମଧ୍ୟ ରାଜି ହେଲେ ଏବଂ ତାଙ୍କୁ ନେଇ କାଶୀ ଅଭିମୁଖେ ଚାଲିଲେ। ରାସ୍ତାରେ ଯିବା ସମୟରେ ଋଷି ଥକି ପଡ଼ିଲେ ଆଉ କିଛି ସମୟ ପାଇଁ ପର୍ବତକୁ ତଳେ ରଖିଦେଲେ। ହେଲେ ଉଠିବା ପରେ ଦେଖିଲେ ଯେ ଗୋବର୍ଦ୍ଧନ ପର୍ବତଟି ସେହିଠି ସ୍ଥାପିତ ହୋଇଯାଇଛି। ସେ ଯେତେ ଚେଷ୍ଟା କଲେ ବିଫଳ ହେଲେ। ଏତେ ଓଜନ ଥିଲା ଯେ ପୁଲସ୍ତ ଋଷି ଆଉ ସେ ପର୍ବତକୁ ଉଠାଇ ପାରିଲେ ନାହିଁ। ଶେଷରେ ରାଗିଯାଇ ଅଭିଶାପ ଦେଇଦେଲେ। କଳିଯୁଗ ଧୀରେ ଧୀରେ ସରୁଥିବା ବେଳେ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ମଧ୍ୟ ଗୋଟିଏ ମୁଠି ଲେଖାଏଁ କମି ଚାଲିଥିବ। କଳିଯୁଗ ସମୟ ସରିବା ସହିତ ଗୋବର୍ଦ୍ଧନ ପର୍ବତ ମଧ୍ୟ ନିଜର ଆୟୁଷ ହରାଇ ବସିବ ଆଉ ଶେଷ ସମୟ ବେଳକୁ ପୃଥିବୀ ଭିତରେ ସମାହିତ ହୋଇଯିବ। ଏହି ଅଭିଶାପ କାରଣରୁ ପର୍ବତର ଉଚ୍ଚତା 30,000ରୁ କମି 30 ମିଟର ଏବେ ହୋଇଯାଇଛି ବୋଲି ବିଶ୍ୱାସ ଅଛି। ପ୍ରତ୍ୟେକ ବର୍ଷ ଦୀପାବଳି ପରଦିନ ଗିରି ଗୋବର୍ଦ୍ଧନ ପୂଜା ହୁଏ। ଧର୍ମ ଗ୍ରନ୍ଥ ଅନୁସାରେ ଥରେ ଶ୍ରୀକୃଷ୍ଣ ବୃନ୍ଦାବନବାସୀଙ୍କୁ ଇନ୍ଦ୍ରଦେବଙ୍କୁ ଛାଡ଼ି ଗୋବର୍ଦ୍ଧନ ପର୍ବତକୁ ପୂଜା କରିବାକୁ କହିଥିଲେ। ଏହାକୁ ଶୁଣି ଇନ୍ଦ୍ରଦେବ ରାଗି ଯାଇଥିଲେ। 7 ଦିନ ଲଗାତାର ଭୀଷଣ ବର୍ଷା କରିଥିଲେ। ଏଥିରୁ ସୁରକ୍ଷା ଦେବାକୁ ଯାଇ ପ୍ରଭୁ ନିଜ କାଣି ଆଙ୍ଗୁଠିରେ ଏହି ପର୍ବତକୁ ଟେକି ରଖିଥିଲେ, ଯାହାପରେ ସମସ୍ତେ ଭଲରେ ଏଠାରେ ରହିପାରିଲେ। ଏହା ପରଠୁ ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଏହି ପର୍ବତକୁ ମଧ୍ୟ ପୂଜା କରାଯାଏ। କୁହାଯାଏ, ଏହାର ଆରମ୍ଭରେ ଯେତେବେଳେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ, ସେତେବେଳେ ପାହାଡ଼ଟି ଏତେ ବଡ଼ ଥିଲା ଯେ ସୂର୍ଯ୍ୟଙ୍କ ରଶ୍ମି ସାମ୍ନାକୁ ପଡ଼ିପାରୁନଥିଲା। ହେଲେ ଅଭିଶାପ କାରଣରୁ ଏହି ପର୍ବତର ଉଚ୍ଚତା ଏବେ କମି କମି ଚାଲିଛି। ଏହାର ଚାରିପାଖରେ ପରିକ୍ରମା କରିବାକୁ ଅନେକ ଲୋକ ଆସିଥାନ୍ତି। ଏଥିପାଇଁ 7 କୋଶ ବା 21 କିଲୋମିଟର ପର୍ଯ୍ୟନ୍ତ ଲୋକମାନେ ଚାଲିଥାନ୍ତି। ସେଥିପାଇଁ 5ରୁ 6 ଘଣ୍ଟା ସମୟ ଲାଗେ। ବିଶ୍ୱାସରୁ କୁହାଯାଏ ଯେ, ଯେଉଁମାନେ ଚାରିଧାମ ଯାତ୍ରା କରିପାରନ୍ତି ନାହିଁ, ସେମାନେ ଏହି ପାହାଡ଼ ଚାରିପାଖରେ ବୁଲିଗଲେ ସମାନ ଫଳ ମଧ୍ୟ ପାଇଥାନ୍ତି। ତେବେ ଗୋବର୍ଦ୍ଧନ ପର୍ବତକୁ ନେଇ ଥିବା ଏହି ରହସ୍ୟ କେତେ ସତ ତାହା ତ ଜଣା ନାହିଁ, କିନ୍ତୁ ପୁରାଣରୁ ଏସବୁ କଥା ଶୁଣିବାକୁ ମିଳେ। ଏହା ପ୍ରକୃତରେ ଅଭିଶାପ ନା ପ୍ରକୃତି ତଥା ଜଳବାୟୁର ପ୍ରଭାବରୁ ଉଚ୍ଚତା ହ୍ରାସ ହେଉଛି? ଆପଣଙ୍କୁ କ'ଣ ଲାଗୁଛି ଆମକୁ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ। ଏଭଳି ରହସ୍ୟ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ରହୁଛୁ। ଜୟ ଜଗନ୍ନାଥ।